ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଚଳିତ ବର୍ଷ ପ୍ଲସ୍ ଟୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍। ଆପଣମାନଙ୍କର ପ୍ଲସ୍ ଟୁ ରେଜଲ୍ଟକୁ ନେଇ ବହୁତ ସାରା କମେଣ୍ଟ ଆସୁଥିଲା ଯେ ପ୍ଲସ୍ ଟୁ ରେଜଲ୍ଟ କେବେ ପବ୍ଲିଶ ପାଇବ। ବର୍ତ୍ତମାନ ଯାହାକି ବୋର୍ଡ଼ ତରଫରୁ ଡିକ୍ଲେୟାର କରିଦିଆଯାଇଛି ଆସନ୍ତା 20 ତାରିଖରେ ଆପଣମାନଙ୍କର ପ୍ଲସ୍ ଟୁ ରେଜଲ୍ଟ ବାହାରିବା ପାଇଁ ଯାଉଛି। ତେଣୁ ଏବର୍ଷ ଏକା ସଙ୍ଗରେ ଆପଣମାନଙ୍କର ପ୍ଲସ୍ ଟୁ ସାଇନ୍ସ ଆର୍ଟ୍ସ ଏବଂ ଆପଣମାନଙ୍କର କମର୍ସ ପିଲାମାନଙ୍କର ରେଜଲ୍ଟ ଯାହାକି ପ୍ରକାଶ ପାଇବ। ଏନେଇ ଯାହାକି ସିଏଚ୍ଏସ୍ସି ବା କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ତରଫରୁ ଯାହାକି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେଣୁ ଆଉ 2 ଦିନ ପରେ ଆପଣମାନଙ୍କ ରେଜଲ୍ଟ ପବ୍ଲିଶ ହେବ ଏବଂ କେମିତି ଆପଣମାନେ ରେଜଲ୍ଟ ଦେଖିବେ ତାର କ'ଣ କ'ଣ ୱେବସାଇଟ୍ ରହିଛି ଏବଂ ଏଥର ରେଜଲ୍ଟ ଦେଖିବା ପାଇଁ ସରକାରଙ୍କ ତରଫରୁ କ'ଣ କ'ଣ ବ୍ୟବସ୍ଥା କରାଯାଇଛି ଆସନ୍ତୁ ସେ ବିଷୟରେ କିଛି ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ତ ପୂର୍ବରୁ ଆଗରୁ କ'ଣ ହେଉଥିଲା ନା ଆପଣମାନଙ୍କର ଯେଉଁ ରେଜଲ୍ଟଟି ପବ୍ଲିଶ ହେଉଥିଲା ଆମର ଆର୍ଟ୍ସ ପିଲାମାନଙ୍କର ଗୋଟେ ଅଲଗା ଡେଟ୍ ଥିଲା ଏବଂ ସାଇନ୍ସ କମର୍ସ ଏସବୁ ପିଲାମାନଙ୍କର ଗୋଟେ ଅଲଗା ଡେଟ୍ରେ ପବ୍ଲିଶ ହେଉଥିଲା। କିନ୍ତୁ ବର୍ତ୍ତମାନ ଆପଣମାନଙ୍କର ହାୟର ସେକେଣ୍ଡାରୀ ଏଜୁକେସନ୍ ବା କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ତରଫରୁ ଯେଉଁ ଡିକ୍ଲାରେସନଟି ଦିଆଯାଇଛି ଆସନ୍ତା 20 ତାରିଖ ଗୋଟିଏ ଦିନ ଆପଣମାନଙ୍କର ସମସ୍ତଙ୍କର ରେଜଲ୍ଟ ପବ୍ଲିଶ ହେବ ଏବଂ ରେଜଲ୍ଟ ଆପଣମାନେ କେମିତି ଚେକ୍ କରିବେ ଦେଖନ୍ତୁ। ତ ମିଳିଥିବା ସୂଚନା ଅନୁଯାୟୀ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶନ ପାଇଁ ସମସ୍ତ ପ୍ରକାର ବୈଷୟିକ ଏବଂ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ନିର୍ଦ୍ଧାରିତ ସମୟରେ ଏବଂ ସଠିକ୍ ଭାବରେ ଫଳାଫଳ ୱେବସାଇଟ୍ରେ ଉପଲବ୍ଧ କରାଇବା ପାଇଁ ଅଧିକାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା କରାଯାଇଛି। ଏହା ସହିତ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଏକକାଳୀନ କିମ୍ବା ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବ। ସେ ନେଇ ଯାଇକି ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ। ଅର୍ଥାତ୍ ଯେଉଁ 20 ତାରିଖ ଦିନ ଆପଣମାନଙ୍କର ରେଜଲ୍ଟଟି ପବ୍ଲିଶ ହେବ ଆପଣମାନଙ୍କର କେତେ ଟାଇମ୍ରେ କେଉଁ ରେଜଲ୍ଟ ପବ୍ଲିଶ ହେବ ସେ ନେଇ ଯାଇକି ବର୍ତ୍ତମାନ ସୁଦ୍ଧା ସୂଚନା ଆସିନାହିଁ। ତେଣୁ ଖୁବ୍ ଜଲ୍ଦି ସେ ବିଷୟରେ ମଧ୍ୟ ଅପଡ଼େଟ୍ ଆସିଯିବ। ଏହା ସହିତ ଆପଣମାନେ କେଉଁଠି ଏବଂ କେମିତି ନିଜର ମାର୍କ ଚେକ୍ କରିବେ। ତ ଫଳ ଆନୁଷ୍ଠାନିକ ଭାବରେ ଘୋଷଣା ହେଲା ପରେ ଛାତ୍ରଛାତ୍ରୀମାନେ ଘରେ ବସି ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ନିଜର ମାର୍କସିଟ୍ ଦେଖିପାରିବେ, ଯେଉଁଟାକି ଅଫିସିଆଲ ୱେବସାଇଟ୍ ଆପଣମାନେ ଜାଣିଥିବେ ଓଡ଼ିଶା ରେଜଲ୍ଟ ଡଟ୍ ଏନ୍ଆଇସି ଡଟ୍ ଇନ୍ ବା ସିଏଚ୍ଏସ୍ସି ଓଡ଼ିଶା ଡଟ୍ ଏନ୍ଆଇସି ଡଟ୍ ଇନ୍ରେ ଆପଣମାନେ ଚେକ୍ କରିପାରିବେ। ତା ସହିତ ମାର୍କ ଚେକ୍ କରିବା ପାଇଁ ହେଲେ ପ୍ରଥମେ ଆପଣମାନଙ୍କର ସିଏଚ୍ଏସ୍ସି ଅଫିସିଆଲ ପୋର୍ଟାଲକୁ ଓପନ୍ କରିବେ। ସେଥିରେ ହୋମ୍ ପେଜ୍ରେ ଆପଣମାନେ ଦେଖିବେ ପ୍ଲସ୍ ଟୁ ରେଜଲ୍ଟ 2024ର ଲିଙ୍କ ମଧ୍ୟ ଥିବ। ସେଠି ଆପଣମାନଙ୍କ ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ସବମିଟ୍ କଲା ପରେ ଆପଣମାନଙ୍କର ମାର୍କସିଟ୍ ମଧ୍ୟ ଆପଣମାନେ ଡାଉନଲୋଡ୍ କରିପାରିବେ। ତେଣୁ ବହୁତ ସହଜ ଉପାୟରେ ବର୍ତ୍ତମାନ ଆପଣମାନଙ୍କର ରେଜଲ୍ଟ ପବ୍ଲିଶ ହେବ। ତେଣୁ ଏହି ଦୁଇଟି ୱେବସାଇଟ୍ ଆପଣମାନେ ମନେ ରଖିଥିବେ। ଗୋଟିଏ ରହିଛି ଓଡ଼ିଶା ରେଜଲ୍ଟ ଡଟ୍ ଏନ୍ଆଇସି ଡଟ୍ ଇନ୍ ଏବଂ ସିଏଚ୍ଏସ୍ସି ଓଡ଼ିଶା ଡଟ୍ ଏନ୍ଆଇସି ଡଟ୍ ଇନ୍। ଏହିସବୁ ୱେବସାଇଟ୍ରେ ଆପଣମାନଙ୍କ ରେଜଲ୍ଟ ପବ୍ଲିଶ ହେବ ଏବଂ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଫଳାଫଳ ଯେଉଁଟାକି ଦେଖାଯିବାର ବ୍ୟବସ୍ଥା କରାଯିବ। ଏନେଇ ବର୍ତ୍ତମାନ ସୁଦ୍ଧା ଅପଡ଼େଟ୍ ଆସିନାହିଁ। ଯେତେବେଳେ ଅପଡ଼େଟ୍ ଆସିବ ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣାଇଦେବି। ତେଣୁ ଯାହା ବି ହେଉ ପ୍ଲସ୍ ଟୁ ପିଲାମାନେ ଯେଉଁମାନେ ବି ପରୀକ୍ଷା ଫଳକୁ ଅପେକ୍ଷା କରିଥିଲେ ଫାଇନାଲି ଡେଟ୍ ଡିକ୍ଲେୟାର ହୋଇସାରିଛି। ତେଣୁ ଏହି ଭିଡ଼ିଓକୁ ଆପଣମାନେ ସେୟାର କରନ୍ତୁ ନିଜର ସାଙ୍ଗସାଥିମାନଙ୍କ ସହିତ। ଆପଣମାନଙ୍କର ପରିବାରରେ ଯେଉଁ ପିଲାମାନେ ବର୍ତ୍ତମାନ ପ୍ଲସ୍ ଟୁ ପରୀକ୍ଷା ଦେଇଥିଲେ ସେମାନଙ୍କ ସହିତ ଭିଡ଼ିଓ ସେୟାର କରିଦିଅନ୍ତୁ। 20 ତାରିଖ ରେଜଲ୍ଟ ପବ୍ଲିଶ ହେବ ଏବଂ ରେଜଲ୍ଟ ପବ୍ଲିଶ ହେଲା ପୂର୍ବରୁ କେଉଁ କେଉଁ ନୂଆ ୱେବସାଇଟ୍ ସେସବୁର ଲିଙ୍କ ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଚ୍ୟାନେଲରେ ଜଣାଇଦେବି। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଧନ୍ୟବାଦ।